ନମସ୍କାର ବନ୍ଧୁଗଣ, ମୋ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କୁ ଏକ ସୁନ୍ଦର କଥା କହିବାକୁ ଯାଉଛି। ଆପଣମାନେ ଜାଣିଛନ୍ତି ଯେ ଅଧିକାଂଶ ଲୋକମାନେ ବିଲେଇକୁ ପୋଷା ଭାବେ ପସନ୍ଦ କରିଥାନ୍ତି ଏବଂ ଯେଉଁମାନେ ବିଲେଇ ରଖିବାକୁ ପସନ୍ଦ କରନ୍ତି ନାହିଁ ସେମାନଙ୍କ ଘରକୁ ମଧ୍ୟ ବିଲେଇ ଆସିଥାଏ। ଯଦି ରାସ୍ତାରେ କିମ୍ବା ସମୟ ବିଲେଇ ରାସ୍ତା କାଟେ କିମ୍ବା ଦୁଇ ବିଲେଇ ମଧ୍ୟରେ ଝଗଡ଼ା ହୁଏ ତାହେଲେ ଏହା ଅଶୁଭ ହୋଇଥାଏ। ତେଣୁ କିଛି ସମୟ ରହି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଆଗକୁ ଯାତାୟାତ କରନ୍ତୁ କିମ୍ବା ପ୍ରଭୁଙ୍କ ନାମ ଡାକି ଆଗକୁ ଯାଆନ୍ତୁ। ସାଧାରଣତଃ ବିଲେଇକୁ ନେଇ ଅନେକ ଅନ୍ଧବିଶ୍ୱାସ ଜଡ଼ିତ। ଆସନ୍ତୁ ଜାଣିବା କିଛି ଶୁଭ ଅଶୁଭ ସଂକେତ। ଯଦି କାହା ଘରେ ବିଲେଇ ଛୁଆ ଜନ୍ମ ହୁଏ ତାହା ସଂକେତ ଅଟେ କି ଏହାର ଅର୍ଥ ଖୁବ୍ ଶୀଘ୍ର ଆପଣଙ୍କ ଘରେ କୌଣସି ଶୁଭ କାର୍ଯ୍ୟ ଆୟୋଜନ ହୋଇପାରେ। ଯଦି କୌଣସି ଶୁଭ କାମ ପୂର୍ବରୁ ବିଲେଇ କାନ୍ଦିବା ଏହା ଏକ ଅଶୁଭ ସଂକେତର ସୂଚନା ହୋଇଥାଏ। ତେବେ କ୍ରମାଗତ ବିଲେଇ କାନ୍ଦିବାର ସ୍ୱର ଶୁଣିଲେ କୌଣସି ବଡ଼ ବିପଦର ପୂର୍ବାନୁମାନ ହୋଇଥାଏ। ଯଦି କାହାର ଘରେ ବିଲେଇ ମରିଯାଏ ଏହା ଅଶୁଭ ହୋଇଥାଏ। ଏହା ବ୍ୟତୀତ କେବେ ବିଲେଇକୁ ମାରିବାର ଭୁଲ କରନ୍ତୁ ନାହିଁ। ଏହା ଜୀବନର ସଙ୍କଟ ଆଡ଼କୁ ଆପଣଙ୍କୁ ଟାଣି ନେଇଯାଇଥାଏ। ଯଦି ଘରେ ବିଲେଇ ଝଗଡ଼ା କରେ ତାହେଲେ ପାରିବାରିକ ସମ୍ପର୍କର ଅଶାନ୍ତି ବୃଦ୍ଧି ହେବା ସହ ଫାଟ ସୃଷ୍ଟି ହୋଇଥାଏ। ଯଦି ଘରେ ଧଳା ରଙ୍ଗର ବିଲେଇ ଆସିଥାଏ ତାହା ଏକ ଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କ ଘରକୁ କିଛି ଶୁଭ ଖବର ଜଲ୍ଦି ଆସିପାରେ। ଘରେ କଳା ରଙ୍ଗର ବିଲେଇ ବାରମ୍ବାର ଆସିଲେ ଏହା ଅଶୁଭ ହୋଇଥାଏ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ଅନ୍ଧବିଶ୍ୱାସ ରହିଅଛି। ଯଦି ହଠାତ୍ କଳା ବିଲେଇ ଦେଖାଯାଏ ତାହେଲେ ଶୁଭ ହୋଇଥାଏ। ଘରେ ସୁନେଲି ରଙ୍ଗର ବିଲେଇ ଆସିବା ଦ୍ୱାରା ଏହା ବହୁତ ଶୁଭ ହୋଇଥାଏ। ଆହୁରି ମଧ୍ୟ ମାଟିଆ ରଙ୍ଗର ବିଲେଇ ଘରକୁ ଆସିଲେ ମା ଲକ୍ଷ୍ମୀଙ୍କର ଦୃଷ୍ଟି ଘରକୁ ପଡ଼ିଥାଏ ବୋଲି କୁହାଯାଏ, ଯାହା ଫଳରେ ଆର୍ଥିକ ସଙ୍କଟ ଦୂରେଇ ଯାଇଥାଏ ଏବଂ ଋଣମୁକ୍ତ ହୋଇଥାନ୍ତି। ବନ୍ଧୁଗଣ, ଆଉ ଏକ ଜାଣିବା କଥା ଯେ କେବେ ବି ବିଲେଇକୁ ଝାଡ଼ୁରେ ମାରନ୍ତୁ ନାହିଁ। ଏହା ଆମ ଉପରେ, ଆମ ପରିବାର ଉପରେ କୁପ୍ରଭାବ ପଡ଼ିଥାଏ। ଯଦି ବିଲେଇ କ୍ଷୀର ଖାଇବାର ଦେଖିବେ ତାହେଲେ ଏହା ଶୁଭ ସଂକେତ ଅଟେ ଏବଂ ଯଦି ବିଲେଇ ଦୀପାବଳିରେ ଘରକୁ ପ୍ରବେଶ କରେ ଏହା ଜାଣିବେ ଯେ ଆପଣ ଘରକୁ ଲକ୍ଷ୍ମୀଙ୍କର ପ୍ରବେଶ ହୋଇଅଛି। ଯଦି ଆପଣଙ୍କୁ ମୋର ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଦୟାକରି ଆପଣ ମୋତେ ଲାଇକ୍, ସବସ୍କ୍ରାଇବ୍ ଏବଂ ସେୟାର କରି ଜଣାଇବେ।